ମେ ମାସରେ ଚନ୍ଦ୍ର ଓ ବୃହସ୍ପତିଙ୍କ ସଂଯୋଗ ଗଜକେଶରୀ ଯୋଗ ସୃଷ୍ଟି କରିବ, ଯାହା କିଛି ରାଶି ପାଇଁ ଏକ ବରଦାନ ପ୍ରମାଣିତ ହେବ। ଏହି ଯୋଗର ପ୍ରଭାବ କେବଳ ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ ନାହିଁ, ବରଂ ଅତୀତର ବୋଝ ମଧ୍ୟ ହଟାଇବ। ଆସନ୍ତୁ ସେହି 5ଟି ରାଶି ବିଷୟରେ ଜାଣିବା, ଯେଉଁମାନଙ୍କ ଜୀବନର ଏହି ମାସ ଗଜକେଶରୀ ଯୋଗ ଦ୍ୱାରା ପ୍ରଭାବିତ ହେବ। ବୃଷ ରାଶି। ପୁରୁଣା ବିବାଦ ସମାଧାନ କରିବାର ସୁଯୋଗ ମିଳିବ ଓ ଘରେ ଏକ ସକାରାତ୍ମକ ପରିବେଶ ରହିବ। ଯୁବକମାନଙ୍କ ମନରେ ଥିବା ଅଶାନ୍ତି ଶାନ୍ତ ହେବ, ଯାହା ସେମାନଙ୍କୁ ମାନସିକ ଶାନ୍ତି ଦେବ। ଏହା ବ୍ୟତୀତ ବ୍ୟବସାୟୀମାନେ ସେମାନଙ୍କର ସବୁଠାରୁ ବଡ଼ ଲାଭ ଦେଖିପାରିବେ। କର୍କଟ ରାଶି। ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହିତ ଆପଣ ଆପଣଙ୍କ ପରିବାର ଆବଶ୍ୟକତା ପୂରଣ କରିପାରିବେ, ଯାହା ଆପଣଙ୍କୁ ଅପାର ଆନନ୍ଦ ଦେବ। ଆପଣ ଏକ ବିଶେଷ ସ୍ଥାନକୁ ଯାତ୍ରା ମଧ୍ୟ କରିପାରନ୍ତି। ଏହି ସମୟ ମଧ୍ୟରେ ଯୁବକମାନେ ନିଜକୁ ବୁଝିବାର ସୁଯୋଗ ପାଇବେ, ଯାହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ। କନ୍ୟା ରାଶି। ଅବିବାହିତାମାନେ ସେମାନଙ୍କ ଶାନ୍ତ ସ୍ୱଭାବ ଦ୍ୱାରା ଲୋକମାନଙ୍କୁ ଜିତିବାରେ ଏକ ନୂତନ ସମ୍ପର୍କ ଆଡ଼କୁ ଏକ ପାଦ ଆଗେଇବାକୁ ବଢ଼ିପାରନ୍ତି। ଗଜକେଶରୀ ଯୋଗ ବ୍ୟବସାୟୀ ଓ ଚାକିରି କରୁଥିବା ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ। ନିବେଶ ସୁଯୋଗକୁ ମଧ୍ୟ ବାରମ୍ବାର ଆସିବ। ତୁଳା ରାଶି। ଗଜକେଶରୀ ଯୋଗର ଗଠନ ତୁଳା ରାଶି ପାଇଁ ସମସ୍ତ ପ୍ରକାରେ ଲାଭଦାୟକ ହେବ, କାରଣ ଏହାର ପ୍ରଭାବ ସେମାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ସ୍ଥିରତା ଆଣିବ, ଯାହା ଦୀର୍ଘ ସମୟ ପାଇଁ ରହିଛି। ଭବିଷ୍ୟତରେ ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହେବେ ନାହିଁ, କିମ୍ବା ଆପଣଙ୍କ ସମ୍ପର୍କ ଆପଣଙ୍କୁ କୌଣସି ଅସୁବିଧାର କାରଣ ହେବ ନାହିଁ। ଶେଷ ରାଶି ମୀନ ରାଶି। ଆପଣ ନିଜକୁ ପୂର୍ବ ଅପେକ୍ଷା ଭଲ ଭାବରେ ବୁଝିପାରିବେ, ଯାହା ଆପଣଙ୍କୁ ଖୁସି କରିବ ଓ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଆପଣଙ୍କ ପାଖରେ ବିବାଦର ସମାଧାନ କରିବାର ସୁଯୋଗ ମଧ୍ୟ ରହିବ। ଏହା ମନେ ରଖିବା ଉଚିତ ଯେ ଏହି ସମୟ ମଧ୍ୟରେ ଆପଣ ଆପଣଙ୍କ ସବୁଠାରୁ ବଡ଼ ବ୍ୟବସାୟୀ ଲାଭ ଦେଖିପାରନ୍ତି।